ଗିଫୁଲ 2025 ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧୀନସ୍ଥ ଉପଖଣ୍ଡ ସ୍ତରୀୟ ଶିଶୁ ଛାତ୍ର ମହୋତ୍ସବ ଗିଫୁଲ ଆଜି ଉଦ୍ଘାଟିତ ହୋଇଯାଇଛି। ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତ ଅଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପଦ୍ମଚରଣ ହାଇବୁରୁ ଗିଫୁଲ 2025 ଉତ୍ସବର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ପାଟବିଲ ସରପଞ୍ଚ ସ୍ୱାଉଦାମିନୀ ନାୟକ ପିଏସ୍ ମେମ୍ବର କୈଳାସ ନାୟକ ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଆଲୋକ ମାଝୀ ଦେବେନ୍ଦ୍ର କୁମାର ସାମଲ ଉପଖଣ୍ଡର 5ଟି ବ୍ଲକର ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତାଟୋ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲିକ ଗିଫୁଲ 2025 ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। କେନ୍ଦୁମୁଣ୍ଡି ଆଶ୍ରମ ସ୍କୁଲ ଓ ହାଇସ୍କୁଲ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଥିବା ଗିଫୁଲ 2025 ଉତ୍ସବରେ ଉପଖଣ୍ଡର ସମସ୍ତ ସ୍କୁଲ ଜସିପୁର ଠାକୁରମୁଣ୍ଡା ସୁକ୍ରୁଳି ରରୁଆ କରଞ୍ଜିଆରୁ 750 ଜଣ ଛାତ୍ରଛାତ୍ରୀ ଓ 150 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବିଭାଗୀୟ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ପରିଚାଳିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାକୁରମୁଣ୍ଡା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ଏହି ଗିଫୁଲ 2025 ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯନ୍ତ୍ର ସଙ୍ଗୀତ ଏକକ ଅଭିନୟ ଏକକ ନୃତ୍ୟ ସଙ୍ଗୀତ ଚିତ୍ରାଙ୍କନ ବାକଚତୁରୀ ସାଧାରଣ ଜ୍ଞାନ ଭଲିବଲ ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁମୁଣ୍ଡି ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିକାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଯୁବ ସାମ୍ବାଦିକ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।